ଜୟ ଜଗନ୍ନାଥ। ଆଜି ଛୁଆ ଭଲ କଥା ମନ ରଖିଥାଅ। ଆଜି ଆଲୋଚନା କରିବା ଜ୍ଞାନୀ ହେବେ ପଥ ବଢ଼ା। ତମମାନଙ୍କୁ କହୁଛୁ ମାଳିକା ଶାସ୍ତ୍ର ମହାପୁରୁଷ ଯାହା ଲେଖିଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ୍ୟ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ ବ୍ୟକ୍ତି ବିଶେଷ ମହାପୁରୁଷଙ୍କୁ ଭଲ ପାଆନ୍ତି, କିନ୍ତୁ ମାଳିକା ଶାସ୍ତ୍ର ଉପରେ ଅବିଶ୍ୱାସ ହେଇଯାଏ। କାରଣ କ'ଣ? କାରଣ ବର୍ତ୍ତମାନ ସମୟ ଦେଖ, ବିଗତ ଆମେ ଦେଖୁଛୁ ପଛକୁ ଦେଖିଲେ 45 ବର୍ଷ ତଳୁ ମାଳିକା ଶାସ୍ତ୍ର ଅଧ୍ୟୟନ କରି ଅନେକ ବ୍ୟକ୍ତି ବିଶେଷ ଅନେକ କଥା କହିଥିଲେ। କାଳକ୍ରମେ ତା ଘଟିଲା ନାହିଁ, ଯାହା ଫଳରେ ମାଳିକା ଉପରେ ଲୋକଙ୍କର ଅବିଶ୍ୱାସ କିଛି ଜାଗ୍ରତ ହେଇଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଏ ମାଳିକା ଶାସ୍ତ୍ର ବହୁତ ପ୍ରଖରରେ କ'ଣ ହେଲା, ପ୍ରଚାର ହେଲା, ତା ଘଟିଲା ନାହିଁ। ଯାହା ଫଳରେ ଅନେକ ବ୍ୟକ୍ତି ବିଶେଷଙ୍କର ମଧ୍ୟ ମାଳିକା ଉପରେ ଅବିଶ୍ୱାସୀୟତା ଆସିଗଲା। କିନ୍ତୁ ମାଳିକା ଉପରେ ଅବିଶ୍ୱାସ ଆସିବ ବୋଲି ମହାପୁରୁଷ ମଧ୍ୟ ଆଗରୁ କହିଛନ୍ତି। କ'ଣ କହିଲେ? ନୋହିବ ନୋହିବ ହୁରି ପଡୁଥିବ ହେଳାର କାଟିବେ ଦିନ। ଅନେକ ବ୍ୟକ୍ତି ବିଶେଷ କହିବେ କିଛି ହବନି, କିଛି ହବନି, କିନ୍ତୁ ହେବ, କେହି ଜାଣିପାରିବେ ନାହିଁ। ଅନେକ ଗବେଷକ ଗବେଷଣା କରୁଛନ୍ତି, କିନ୍ତୁ ମହାପୁରୁଷ କହିଛନ୍ତି ରାମକୁ ରାମ 5000 ବର୍ଷରେ କ'ଣ ହେଇଯିବ? କଳି ସମାପନ। 5000 ବର୍ଷ ପରେ 3 ବର୍ଷ 3 ମାସରେ ଦୁଷ୍ଟ ମ୍ଲେଚ୍ଛ ସଂସାରରେ କେହି ରହିବେ ନାହିଁ। ସେଇ 5000 ଟାକୁ ଆମେ ନିର୍ଘଣ୍ଟ କରି ଆମ ମାନଙ୍କ ପକ୍ଷରେ ରହୁଛି କ'ଣ କଷ୍ଟସାଧ୍ୟ। ଯାହା ଫଳରେ ଆମ ଗବେଷଣା ପାଇଁ ସବୁ ଭୁଲ ହେଇଯାଉଛି। ମହାପୁରୁଷ ଗୋଟେ ପଦ ଲେଖିଥିଲେ ତାଙ୍କର ଯାଇଫୁଳ ମାଳିକାରେ, ଚହଟିବ ଲୀଳା ତୁ ଚାରିରେ ମିଶା ଏକ ଚଢା 3 ଶୂନ୍ୟ ବାବୁ ଯେତେ ହେଲା ଟିକ, ଚଳିଯିବ ଘୋର କଳି ଦଳି ଦେବୁ ମେଳି, ଚିତାହୀନ ଗୀତେ କହେ ଅଚ୍ୟୁତରେ ଭାଇ। ଏଇ 5000 କୁ କ'ଣ କରିଥିଲେ? ନିର୍ଘଣ୍ଟ କରିଥିଲେ। ପୁନଶ୍ଚ ମହାପୁରୁଷ ମାନେ ମଧ୍ୟ କହିଛନ୍ତି 5000 କଳି କ'ଣ ହେଇଯିବ? ସରିବ। କାହିଁକି? ଏ ଯେ ଅଟେ ଶୁଭାଉ କଳି କ୍ଷଣ ଆୟୁଷ ମହାବଳି, ପାପେ ସକଳ କ୍ଷୟ ଯିବ 500 ଭୋଗ। 4,25,000 ବର୍ଷ କଳିଯୁଗର ଆୟୁ ହେଲେ ମଧ୍ୟ ମନେ ରଖିଥାଅ, ମହାପୁରୁଷଙ୍କ ବାଣୀ ହିସାବରେ ମହାପୁରୁଷ କହୁଛନ୍ତି 5000 ବର୍ଷ ଯେତେବେଳେ ହବ, ତାପରେ କଳିର କ'ଣ ହେଇଯିବ? ବଳ ଭାଙ୍ଗିଯିବ। କିନ୍ତୁ କଳି ଭୋଗ କରିବ କେବେ ନା? କଳକୁ 10 ସହସ୍ର ଆଣି ବିଷ୍ଣୁ ଦେଛନ୍ତି ମେଦିନୀ। କଳି ଯେତେବେଳେ 10,000 ବର୍ଷ ଭୋଗ କରିବ, ବିଷ୍ଣୁ ମେଦିନୀ ତ୍ୟାଗ କରିବ, ମାନେ ଗୋଟେ ମହାପ୍ରଳୟ ପୃଥିବୀ ଦେଖା ଦେବ। ବର୍ତ୍ତମାନ କ'ଣ ହଉଛି? ମହାପ୍ରଳୟ ହବ ନାହିଁ, ଯାହା ହବ ସବୁ ଖଣ୍ଡ ପ୍ରଳୟ ମାନ ହବ। କିନ୍ତୁ ଏଇ ଯୋଉ 5000 ବର୍ଷଟା କେବେ ପୂରଣ ହବ? ସେଇ ଗୋଟିକ ହଉଛି ମାନେ ମୁଖ୍ୟ। କାରଣ ଆମେ ଦେଖିଛୁ ଆମ ଜୀବନ ଭିତରେ, ଆମ ଛୁଆ ବେଳରୁ ବହୁ ଶାସନ ସହିତ ମିଶିଛୁ। ସେ ମାଳିକା ଶାସ୍ତ୍ରକୁ ଅଧ୍ୟୟନ କରି ସେ ନିଜକୁ ନିଜେ ମଧ୍ୟ କ'ଣ କୁହନ୍ତି? ପ୍ରଭୁ ରୂପରେ ବିଦ୍ୟମାନ ହୁଅନ୍ତି। ପୂଜା ମଧ୍ୟ ଅନେକ ଭକ୍ତ ତାଙ୍କୁ କରନ୍ତି। କିନ୍ତୁ ସେମାନେ ଯେତେବେଳେ ଦେହ ଛାଡ଼ନ୍ତି ବହୁ କଷ୍ଟସାଧ୍ୟ ଦେହ ମଧ୍ୟ ଛାଡ଼ିଛନ୍ତି।
ବୁଝିପାରୁଛି। ସେଥିପାଇଁ କୁହନ୍ତି ପ୍ରାଣୀର ଭଲ ମନ୍ଦ ବାହାଣି ମରଣ କାଳେ ତାହା ଯାଏ, ଯିଏ ଯାହା କରିବ ସେ ତାହା ହିଁ ପାଇବ। ଏଇ 5000 ବର୍ଷଟା ସମସ୍ତେ ସଠିକ ରୂପରେ ନିର୍ଘଟ କରିପାରିବେ ନାହିଁ ବୋଲି ମହାପୁରୁଷ ଅଚ୍ୟୁତ କଣ କହିଛନ୍ତି, ପ୍ରମାଣ ଦେଇଛନ୍ତି। କଣ ମହାପୁରୁଷ କହୁଛନ୍ତି? କଳି ହେବ ଶେଷ ସତ୍ୟ ଯେ ପ୍ରକାଶ ହେଜି ନ ପାରିବେ କେହି। କହିଲେ କଳି ବଳ ଭାଙ୍ଗିବ, କଳି ସରିବ, ସତ୍ୟ ଆରମ୍ଭ ହବ, କିନ୍ତୁ କେହି ଜାଣିପାରିବେ ନାହିଁ, କାରଣ ଆଖି ଥାଏ ଆମେ ସବୁ କଣା। 5 ସହସ୍ରରେ କଳିନାଶ ଯିବ ଏ ବାଣୀ ମିଥ୍ୟା ନୁହେଁ। ଯୋଉ କଥା ଆଗରୁ କହୁଥିବି, ଚହଟି ବଳିଲା ତୁ ଚାରିରେ ମିଶା ଏକ ଚଢା ତିନି ଶୂନ୍ୟ ବାବୁ ଯେତେ ହେଲା ଟିକ। ଯୋଉ 5000 କହିଥିଲେ ଏଠି ସେଇ କଥା କହୁଛନ୍ତି, ହେ ବାବୁ ରାମ 5000 ବର୍ଷରେ କଳି ଶେଷ ହେବ, ଏ ବାଣୀ ମିଥ୍ୟା ନୁହେଁ, ଏ ବାଣୀ କେବେ ହେଲେ ଅନ୍ୟଥା ହବ ନାହିଁ। 5 ସହସ୍ର ଭେଦ ନ ପାଇବେ ଜ୍ଞାନୀ ହେବେ ପଥ ଗଣା। ବଢିଆ କଥା କହିଛନ୍ତି। କହିଲେ କଳିର ଶେଷ ସମୟରେ ଯୋଉ ଜ୍ଞାନୀ ସବୁ ବାହାରିବେ ସିଏ ସମସ୍ତେ ଠାକୁର ଠାକୁର କହିବେ, ମହାପୁରୁଷ ବୋଲି ବିଦ୍ୟମାନ ହେବେ, କିନ୍ତୁ 5000 ବର୍ଷର କୋଉଠି ସରୁଛି କୋଉଠି ଆରମ୍ଭ ହଉଛି ତାହାର କିଛି ପଥ ପାଇବେ ନାହିଁ, ସବୁ ହେଇଯିବେ ପଥ ଗଣା ହେଇଯିବେ। ପଥ ଯିବେ ହୁଡ଼ି, ପଥ ଯିବେ ହୁଡ଼ି ପଥ ନ ପାଇବେ ଜ୍ଞାନ କହି ଅକଳନା। ବହୁତ ବଡ଼ ବଡ଼ କଥା କହିବେ, କିନ୍ତୁ ଅଚ୍ୟୁତ ଠାର ଅନନ୍ତ ଗାର କୁ ଗବେଷଣା କରିବା ବହୁ କଷ୍ଟ ସାଧ୍ୟ। ମହାପୁରୁଷ ଏହି କଥା କହିଥିଲେ, ଯାହା ଫଳରେ ବର୍ତ୍ତମାନ ସମୟରେ ଆମେ ମାନେ କଣ କରୁଛେ, ଅନୁଭବ କରୁଛେ। ଆଉ ଗୋଟେ ଛୁଆ କଥା ମନେ ରଖିଥାଅ, 5000 ବର୍ଷ କେବେ ପୂରିବ, ଏଟା ତମକୁ ଆମେ ଖୋଲି କହୁଛି, ଏଟା ବାସ୍ତବ ମାତ୍ର ସତ କଥା। ଯେତେବେଳେ ମୁକୁନ୍ଦ ଦେବଙ୍କର 29 ଅଙ୍କ ଭୋଗ ହବ, ସେତେବେଳେ କଳିଯୁଗର ଆୟୁ 5003 ବର୍ଷ ହୋଇଥିବ। ତେଣୁ ବର୍ତ୍ତମାନ ଦିବ୍ୟ ସିଂହ ଦେବ ଅଛନ୍ତି, ତାପରେ ମୁକୁନ୍ଦ ଦେବ ରଜା ହେବେ। ସିଏ କେବେ ରଜା ହେବେ ଏ କଥା ଅନେକ ବ୍ୟକ୍ତି ବିଶେଷ ଆମକୁ କମେଣ୍ଟରେ ମଧ୍ୟ କୁହନ୍ତି, ମେଲ ମଧ୍ୟ କରନ୍ତି, ଫୋନରେ ପଚାରନ୍ତି, କିନ୍ତୁ ମହାପୁରୁଷ ଲେଖିଛନ୍ତି କେବେ ହେବେ ବୋଲି ରଜା କିଏ, ସେ ଶ୍ରୀ ବାଳ ମୁକୁନ୍ଦ, ସେ କଥା ନିଜେ ମହାପୁରୁଷ ଲେଖିଛନ୍ତି। ସେଟା କ୍ୟାମେରା ଆଗରେ ଖୋଲିକି କହି ହେଉନାହିଁ, କାରଣ ଗୋଟେ ସବୁ ଜିନିଷର ଗୋଟେ ସ୍ତର ଅଛି। ତାଙ୍କରି ଅଙ୍କକୁ ଯଦି ଆମେ ସେ ଯେଉଁ ହିସାବ ଯଦି ଆମେ ବିଚାର କରିବା, ଯେବେକୁ ମହାପୁରୁଷ କହିଛନ୍ତି ତାଙ୍କର ଠିକ 32 ଅଙ୍କରେ ମୀନ ଶନି ଭୋଗ କରିବ। କେବେ ନା ବୈଶାଖ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାର, ସେ ଗୁରୁବାର ଦିନ ସପ୍ତମୀ ଅଷ୍ଟମୀ ମଧ୍ୟ ଭୋଗ ରହୁଛି। ସପ୍ତମୀ ରହୁଛି 12ଟା 40 ପର୍ଯ୍ୟନ୍ତ, 12ଟା 40 ପରେ ଅଷ୍ଟମୀ ତିଥି ଭୋଗ କରୁଛି। ତେଣୁ ସେଇ ହିସାବରେ ତାକୁ ଯଦି ଆମେ ବିଚାର କରାଯାଏ, ଆମେ ଯେତିକି ଦେଖୁଛୁ ମହାପୁରୁଷଙ୍କର ବାଣୀ ଯାହା କହିଛନ୍ତି, ଯେଉଁ ତିଥିବାର ନକ୍ଷତ୍ର କହିଛନ୍ତି, ତା ଅକ୍ଷରେ ଅକ୍ଷରେ ସବୁଯାକ ସେଇ ତିଥିବାର ପଡୁଛି। କିନ୍ତୁ କେତେ ଗୁଡ଼ିଏ କଥା ଯାହାଫଳରେ ସମସ୍ତଙ୍କୁ ମୋର ନିବେଦନ, କହି ହେଉନି କେତେ ଗୁଡ଼ିଏ କଥା ଆପଣମାନେ ଯେଉଁ ପଚାରୁଛନ୍ତି, ସେ ଜିନିଷ ମାନେ ଗୋଟେ ସ୍ୱତନ୍ତ୍ର କଥା, ଗୁରୁମାର୍ଗ ତତ୍ତ୍ୱ, ଯାହାକୁ ଇଏ ସୋସିଆଲ ମିଡ଼ିଆରେ ପରିପ୍ରକାଶ କରିହେବ ନାହିଁ, ସେଥିପାଇଁ କ୍ଷମା କରିବେ। ଜୟ ଜଗନ୍ନାଥ। ସେଇ କାଳିଆ ସାହାରଙ୍କ ଇଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦେ ଗବା। ହରି ବୋଲ।